ନମସ୍କାର ଜୟ ଜଗନ୍ନାଥ। ଆଜି ସନ୍ଧ୍ୟାର ବଡ଼ ଖବର ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତେବେ ଚାଲନ୍ତୁ ଡେରି ନକରି ଖବର ଉପରେ ନଜର ପକାଇବା। ବୁଧବାର ଓଡ଼ିଶା ବନ୍ଦ ଡାକରା ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ନବନିର୍ମାଣ କୃଷି ସଂଘ ଦ୍ୱାରା ଏହି ଡାକରା ଦିଆଯାଇଛି। ନବନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଅଧୀନରେ ସ୍କୁଲ, ଅଫିସ ଓ ବିଭିନ୍ନ ବ୍ୟବସାୟ ସମେତ ଅନେକ ଜିନିଷ ସିଧାସଳଖ ପ୍ରଭାବିତ ହେବାର ସମ୍ଭାବନା ଅଛି। ସେପଟେ ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିଛି। ସମର୍ଥନ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ସୂଚନା ଦେଇଛନ୍ତି। ବନ୍ଦ ପାଳନକୁ ସମର୍ଥନ ଜଣାଇବାକୁ ସବୁ ଜିଲ୍ଲା କଂଗ୍ରେସ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଧାନ କିଣାରେ ଅବ୍ୟବସ୍ଥା, ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ଦଣ୍ଡକୁ ବିରୋଧ କରାଯାଇଛି। ଏହି ଧର୍ମଘଟର ସିଧାସଳଖ ପ୍ରଭାବ ବ୍ୟାଙ୍କିଂ, ଡାକ ଓ ରାଜ୍ୟ ପରିବହନ ସେବା ଉପରେ ପଡ଼ିପାରେ। ବନ୍ଦ ଯୋଗୁଁ ଏହି ସେବାଗୁଡ଼ିକ ପ୍ରଭାବିତ ହୋଇପାରେ। ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକୀୟ ଜିନିଷ ଓ ସୁବିଧାଗୁଡ଼ିକୁ କାର୍ଯ୍ୟକ୍ଷମ ରହିବ। ଯେପରିକି ମେଡିକାଲ, ଦୋକାନ, ବିମାନବନ୍ଦର, ହସ୍ପିଟାଲ, ଡିପାର୍ଟମେଣ୍ଟାଲ ଷ୍ଟୋର ଓ ଅନ୍ୟାନ୍ୟ ଅନେକ ଜିନିଷ କାର୍ଯ୍ୟକ୍ଷମ ରହିପାରେ। ସାର୍ବଜନୀନ ପରିବହନ ବିଷୟରେ କୌଣସି ସୂଚନା ନାହିଁ ଯେ ଏହା ବନ୍ଦ ରହିବ କି ନାହିଁ। ତ ଏହା ଥିଲା ଆଜି ସନ୍ଧ୍ୟାର ମୁଖ୍ୟ ଖବର। ପ୍ରତ୍ୟେକ ଦିନ ଏଭଳି ଲାଟେଷ୍ଟ ବ୍ରେକିଂ ନ୍ୟୁଜ୍ ଦେଖିବା ପାଇଁ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନକୁ ଦବାଇ ଅଲ୍ ଉପରେ କ୍ଲିକ୍ କରି ରଖନ୍ତୁ। ଯାହାଦ୍ୱାରା ପ୍ରତ୍ୟେକ ଦିନ ଆପଣମାନେ ଆମ ଚ୍ୟାନେଲ ମାଧ୍ୟମରେ ସର୍ବପ୍ରଥମେ ନ୍ୟୁଜ୍ ଭିଡ଼ିଓ ଦେଖିପାରିବେ।